কন্যাসন সত্যিতাং ত্রিনয়নাং পিতাং শুক্কলাচিনিং হেমাভাঙ্গরুচিং শশাঙ্ক মুকুটাং সত্যম্পাকু সুরদ্দুতাম হস্তির্মুদ্গর পাশবদ্ধরসনাং সম্বিভ্রতি ভূষণৈ ব্যাপ্তাঙ্গিং বগলামুখীং ত্রিজগতাং সপ্তমিনিং চিন্তাই। ଆଜି ଦିନର ଇଷ୍ଟ ଦେବତା ମଙ୍ଗଳ ଦେବତା, ତାଙ୍କ ଇଷ୍ଟଦେବୀ ବଗଳାମୁଖୀ, ଲକ୍ଷ୍ମୀନାରାୟଣ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନୀ ଚତୁର୍ଥାମୂର୍ତ୍ତି ଦେବତା, ଇଷ୍ଟଦେବୀ ମା ଜଗଜ୍ଜନନୀ ଖଣ୍ଡୁଆଳି, ଯେଉଁମାନେ ଆଜିର ଏ ଆଷ୍ଟ ସମ୍ବାଦର ଦୈନିକ ରାଶିଫଳ କାର୍ଯ୍ୟକ୍ରମଟି ଦେଖୁଛନ୍ତି, ଶୁଣୁଛନ୍ତି, ସେମାନଙ୍କର ପାଇଁ ଆଜିର ଦିନଟି ସୁଖ, ସମୃଦ୍ଧି, ମାନସିକ ପାରିବାରିକ ଶାନ୍ତି, ଉତ୍ତମ ସ୍ୱାସ୍ଥ୍ୟ ଓ ସମ୍ପଦର ଦିନ ହେଉ, ଏହା ହିଁ ଜଗନ୍ନାଥଙ୍କ ପାଖରେ କାମନା କରି ଆରମ୍ଭ କରୁଛୁ ଆଜିର ଆମର ଦୈନିକ ରାଶିଫଳ କାର୍ଯ୍ୟକ୍ରମ। ଜୟ ଜଗନ୍ନାଥ। ପ୍ରଥମେ ଆଜିର ପଞ୍ଜିକା। ଆଜି ମେ ମାସ 12 ତାରିଖ 2026 ମସିହା, ମେଷ 29 ଦିନ, ଜ୍ୟେଷ୍ଠ ମାସ, କୃଷ୍ଣପକ୍ଷ, ଦଶମୀଗତ ଏକାଦଶୀ, ମଙ୍ଗଳବାର। ଦଶମୀ ତିଥି ଅପରାହ୍ନ 2:53 ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ଏକାଦଶୀ ତିଥି ଭୋଗ ହେବ। ଆଜିର ରାଶି ନକ୍ଷତ୍ର ପୂର୍ବଭାଦ୍ର, କୁମ୍ଭ। ପୂର୍ବଭାଦ୍ର ନକ୍ଷତ୍ର ରାତ୍ରି 1:17 ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ଉତ୍ତରଭାଦ୍ର ନକ୍ଷତ୍ର ଭୋଗ ହେବ। ଚନ୍ଦ୍ର କୁମ୍ଭ ରାଶିରେ ରାତ୍ରି 7:25 ପର୍ଯ୍ୟନ୍ତ ରହିବେ, ଏହାପରେ ମୀନ ରାଶିକୁ ସ୍ୱତଃ ହୋଇ ଗମନ କରିବେ। ଅପରାହ୍ନ 2:53 ପର୍ଯ୍ୟନ୍ତ ଦଶମୀ ତିଥି ଯୋଗୁଁ ସେହି ସମୟ ପର୍ଯ୍ୟନ୍ତ କଳମ୍ବି ଶାଗ ଖାଇବା ମନା, ଖାଇଲେ ଗୋବର୍ଦ୍ଧନ ପାପ। ଏହାପରେ ଏକାଦଶୀ ତିଥି ଭୋଗ ହେଉଥିବାରୁ ଶିମ୍ବ ଖାଇବା ମନା, ଖାଇଲେ ମହାପାପ। ଏ ରହିଥିଲା ଆଜିର ପଞ୍ଜିକା। ବର୍ତ୍ତମାନ ଆମେ ଜାଣିନେବା କେମିତି କଟିବ 12ଟି ରାଶିର ବ୍ୟକ୍ତିମାନଙ୍କର ଆଜିର ଦିନ ଏବଂ ଆଜିର ଦିନଟି ଶୁଭ ହେବା ପାଇଁ କ'ଣ କଲେ ବା କେଉଁ ମନ୍ତ୍ରଟିକି ପାଠ କଲେ ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ଶୁଭମୟ ହେବ, ସେ ବିଷୟରେ ମଧ୍ୟ ଆମେ ଆଜି କିଛି ଆଲୋକପାତ କରିବୁ। ପ୍ରଥମେ ଜାଣିବା ମେଷ ରାଶି। ମେଷ ରାଶି ଏକାଦଶ ଚନ୍ଦ୍ର, ମଙ୍ଗଳ ବାର ଓ ବୃହସ୍ପତିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଭାଗ୍ୟରେ, କର୍ମରେ, ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ଏବଂ ଧନ, ସମ୍ପଦ, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ବୃଦ୍ଧି ପାଇବ। ନୂତନ କର୍ମାରମ୍ଭ, ବ୍ୟବସାୟ ଆରମ୍ଭ, ବିଦେଶ ଯାତ୍ରାର ସୁଯୋଗ ଜୁଟିବ ଏବଂ ବିଭିନ୍ନ ଉତ୍ସରୁ ଧନ ପ୍ରାପ୍ତି ହେବ। ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ। ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ ଉନ୍ନତିମୂଳକ କର୍ମ ପ୍ରତି ଅଧିକ ଧ୍ୟାନ ଦେବେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଉଦ୍ୟମ ଜାରି ରଖିବେ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ। ଯେଉଁମାନଙ୍କର ଦ୍ୱିଜା ମେଷ, ସେମାନେ ସୁଫଳ ପାଇବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 3, ଆରାଧନା ମା ଚଣ୍ଡୀ। ବୃଷ ରାଶି। ଦଶମ ଚନ୍ଦ୍ର, ଦଶମୀ ତିଥି ଯୋଗୁଁ କର୍ମରେ ଉନ୍ନତି, କର୍ମ ପ୍ରତି ଏକାଗ୍ରତା, ଆନ୍ତରିକତା ବୃଦ୍ଧି ପାଇବ ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା, କର୍ମତତ୍ପରତା, କାର୍ଯ୍ୟଦକ୍ଷତା ଓ ସମୟାନୁବର୍ତ୍ତିତ ପ୍ରକାଶ ପାଇବ। ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ବିଶ୍ୱାସ ଓ ଗୁରୁତ୍ୱ ରହିବ ଏବଂ ବ୍ୟବସାୟ ଅପେକ୍ଷା କର୍ମରେ ଅଧିକ ସଫଳତା ମିଳିବ। ମନରେ ସତ୍ ଚିନ୍ତା, ସଦ୍ଭାବନା ପ୍ରକାଶ ପାଇବ ଏବଂ ସତ୍ କର୍ମରେ ଅଧିକ ଆଗ୍ରହ ରହିବ। ଆଜି ଯେକୌଣସି କର୍ମ କରିବେ ସେଥିରେ 100% ସଫଳତା ପାଇବେ ଏବଂ ସମସ୍ତ କର୍ମ ଆଜି ଆପଣଙ୍କ ପାଇଁ ସହଜ ହେବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ, ଆତ୍ମତୃପ୍ତି ରହିବ। ଯେଉଁମାନଙ୍କର ରୋହିଣୀ ବୃଷ, ସେମାନେ ସୁଫଳ ପାଇବେ। ଶୁଭ ରଙ୍ଗ ଧଳା, ସଂଖ୍ୟା 12, ଆରାଧନା ପ୍ରଭୁ ଶ୍ରୀରାମ। ମିଥୁନ ରାଶି। ଘାତଚନ୍ଦ୍ର ଯୋଗୁଁ ମାନ ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ନିଜର ପ୍ରିୟ ବନ୍ଧୁ କିମ୍ବା ପୁରାତନ ବନ୍ଧୁଙ୍କ ସହ ବିବାଦ କିମ୍ବା ତାଙ୍କଠାରୁ ଅପମାନ ମିଳିପାରେ। ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ ଏବଂ ଅପମାନ, ଅପଯଶ, ଅପନିନ୍ଦା ମିଳିବ।
ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା, ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ ଏବଂ ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଉନ୍ନତିମୂଳକ କର୍ମରେ ପ୍ରତିବନ୍ଧକ, ଧାର୍ମିକ କର୍ମରେ ବିଘ୍ନ ଦେଖାଦେବ ଏବଂ ଆୟ 5 ଟଙ୍କା ହେଲେ ବ୍ୟୟ 25 ଟଙ୍କା ହେବ। ବାଣିଜ୍ୟ ବ୍ୟବସାୟ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ। କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ। ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ମେରୁନ୍, ସଂଖ୍ୟା 8, ଆରାଧନା ମା ତ୍ରିପୁର ସୁନ୍ଦରୀ। କର୍କଟ ରାଶି, ଅଷ୍ଟମ ଚନ୍ଦ୍ର ଯୋଗୁଁ ମନରେ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସୌଜନ୍ୟରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଶାରୀରିକ ପୀଡ଼ା ଭୋଗିବେ। ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ ଏବଂ ସମସ୍ତ କର୍ମରେ ଭୁଲ ନିଷ୍ପତ୍ତି ନେବେ। ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ ଏବଂ ଚାଲି ଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ। ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାଧାବନ କରିବେ ଏବଂ ସମସ୍ତ ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ ଲାଗି ରହିବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟଠାରୁ ବ୍ୟୟ 2 ଗୁଣ ଅଧିକ ହେବ। କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ। ଯେଉଁମାନଙ୍କର ପୁନର୍ବସୁ କର୍କଟ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ସିଲଭର, ସଂଖ୍ୟା 1, ଆରାଧନା ଭଗବାନ ଶିବ। ସିଂହ ରାଶି, ସପ୍ତମ ଚନ୍ଦ୍ର ମଙ୍ଗଳବାର ଓ ବୃହସ୍ପତିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମୂଲ୍ୟବାନ ଧାତୁ, ବସନ ଭୂଷଣ, ସୌଖିନୀ ଘର ଉପକରଣ କ୍ରୟ କରିବେ ଏବଂ ଆମୋଦ ପ୍ରମୋଦରେ ଅଧିକ ଧନ ବ୍ୟୟ କରିବେ। ମାନସିକ ପାରିବାରିକ ଶାନ୍ତି, ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ଏବଂ ପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ, ଧନ ମିଳିବ। ପୁତ୍ର, କନ୍ୟା, ଭାତୃଭଗ୍ନୀଙ୍କର ବୈବାହିକ କର୍ମର ଆୟୋଜନ କରିବେ କିମ୍ବା ପରିବାର ସହ କୌଣସି ବୈବାହିକ କର୍ମରେ ଯୋଗ ଦେବେ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପ୍ରାପ୍ତ ହେବ। ଯେଉଁମାନଙ୍କର ପୂର୍ବ ଫାଲ୍ଗୁନୀ ସିଂହ ସେମାନେ ସୁଫଳ ପାଇବେ। ଶୁଭ ରଙ୍ଗ ଗୋଲାପୀ, ସଂଖ୍ୟା 3, ଆରାଧନା ପ୍ରଭୁ ଶ୍ରୀ ଜଗନ୍ନାଥ। କନ୍ୟା ରାଶି, ଷଷ୍ଠ ଚନ୍ଦ୍ର ଯୋଗୁଁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଅପଣାଇବେ। ପରୋପକାର, ସମାଜ ସେବା, ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ମହତ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ରୋଗ, ଋଣ, ଦୁଃଖ, ଶୋକ, କ୍ଲେଶ, ମାନସିକ ଅବସାଦରୁ ସାମୟିକ ମୁକ୍ତି ମିଳିବ ଏବଂ ଦେହ ମନ ସୁସ୍ଥ ରହିବ। ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧା, ବିଘ୍ନ ଓ ପ୍ରତିବନ୍ଧକ ଦୂର ହେବ। ଯେଉଁମାନଙ୍କର ହସ୍ତା କନ୍ୟା ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ସବୁଜ, ସଂଖ୍ୟା 12, ଆରାଧନା ମା ଛିନ୍ନମସ୍ତା। ତୁଳା ରାଶି, ପଞ୍ଚମ ଚନ୍ଦ୍ର ମଙ୍ଗଳବାର ଓ ବୃହସ୍ପତିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମାନ ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଇତର ଜଣଠାରୁ ଅପମାନ ପାଇବେ। ଅପମାନ, ଅପଯଶ, ଅପନିନ୍ଦା ମିଳିବ ଏବଂ ଚାଲି ଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ। ସନ୍ତାନମାନେ ବିଶୃଙ୍ଖଳିତ ହେବେ ଏବଂ ତାଙ୍କ କର୍ମକୁ ନେଇ ବିପଦରେ ପଡ଼ିବେ। ପାରିବାରିକ ବିବାଦ ଉଗ୍ର ରୂପ ଧାରଣ କରିବ ଏବଂ ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ବଦଖର୍ଚ୍ଚ ଅଧିକ ହେବ। କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ। ଯେଉଁମାନଙ୍କର ଚିତ୍ରା ଓ ବିଶାଖା ତୁଳା ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ନୀଳ, ସଂଖ୍ୟା 2, ଆରାଧନା ପ୍ରଭୁ ଶ୍ରୀରାମ। ବିଛା ରାଶି, କୃଷ୍ଣପକ୍ଷର ଚତୁର୍ଥ ଚନ୍ଦ୍ର ମଙ୍ଗଳବାର ଓ ବୃହସ୍ପତିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ସମସ୍ତ ଆଶା, ଆକାଂକ୍ଷା, ଅଭିଳାଷ ପୂର୍ଣ୍ଣ ହେବ। ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ। ସ୍ୱଜନ, ପରିଜନ, ବନ୍ଧୁ ବାନ୍ଧବ
सहकर्मी सहयोगी परिवार सदस्य आकुंठ सहयोग मिल एवं समस्त श्रद्धार पात्र हे। पुरातन विवाद जमीजमा विवादर समाधान एवं माध्यम कर्मचारी विजय हासिल करेंगे। वाणिज्य व्यवसाय और परिवहन आय अति उत्तम एवं नूतन परिवहन व्यवसाय सुजोग जुटिब। कर्म आशा ठार अधिक सफलता और पदस्थ अधिकारी शुभ दृष्टि रही। जो मानकर अनुराधा और ज्येष्ठा इच्छा से सुफल पाइबे। शुभ रंग लाल, संख्या 11, आराधना माँ बगलामुखी। धनु राशि तृतीय चंद्र मंगलवार और बृहस्पति नक्षत्र भोग हो धन संपद प्राचुर्य प्रतिपत्ति वृद्धि पाइब एवं आयर नूतन मार्ग खोल। आकस्मिक धन लाभ कौन विशेष सूत्र धन प्राप्ति एवं अन्य को देथिबा धन हृत धन फेरी पाइबे। सुखबर सुसंवाद मिल एवं समस्त कर्म सुचिंतित पदक्षेप ने। वाणिज्य व्यवसाय और परिवहन आय अति उत्तम एवं नूतन व्यवसाय चुक्तिबद्ध हे। कर्म आशा ठार अधिक सफलता उच्च सम्मान उच्च पदवी प्राप्त है। जो मानकर पूर्वाषाढ़ा धनु से सुफल पाइबे। शुभ रंग गोलापी, संख्या 5, आराधना माँ तारा। मकर राशि कृष्णपक्षर द्वितीय चंद्र घातबार जो वाद विवाद स्वास्थ्य आर्थिक कारोबार उच्चस्थान आरोहण गैस इलेक्ट्रिक सरंजाम व्यवहार एवं जानवाहन आरोहण काल सतर्कता अवलंबन करेंगे। धन क्षति मानसिक अस्थिरता परिवार में मनमालिन्य स्वजन विवाद पड़ोशी सह तिक्तता एवं आर्थिक ठकान पड़े। धन को नहीं विवाद माली मकदमा पड़ पारती एवं मूल्यवान पदार्थ नष्ट कि हजि जापे। अन्य ठार आनी धन फेरबार असमर्थ हे एवं अन्य को देथिबा धन पाइबार विफल हे। वाणिज्य व्यवसाय परिवहन आय ठार व्यय 2 गुण अधिक एवं आर्थिक स्थिति प्रभावित है। कर्म विफलता और कर्म प्रति अनाग्रह भाव प्रकाश पाइब। जो मानकर घनिष्ठ मकर से सतर्कता अवलंबन करेंगे। शुभ रंग बैगणी, संख्या 3, आराधना माँ दुर्गा। कुंभ राशि श्री चंद्र जो मन में प्रसन्नता परिवार में सुख शांति स्वजन में सुसंपर्क एवं समस्त श्रद्धार पात्र हे। सुखाद्य सुवसन प्राप्ति एवं आमद प्रमोद प्रति अधिक ध्यान रहिब। पुत्र कन्या भातृभगिनी वैवाहिक कर्म आयोजन करेंगे एवं परिवार प्रति अधिक ध्यान देवे। मूल्यवान धातु बसन भूषण शौखिनी घर उपकरण क्रय करेंगे एवं आमद प्रमोद अधिक धन व्यय करेंगे। वाणिज्य व्यवसाय परिवहन आय उत्तम हम। कर्म स्वल्प परिश्रम अधिक सफलता मिल। जो मानकर शतभिक्षा कुंभ से सुफल पाइबे। शुभ रंग इंद्रनील, संख्या 11, आराधना माँ विमला। शेष राशि मीन राशि घात चंद्र जो मन में दुश्चिंता दुर्भावना हतोत्साह भाव प्रकाश पाइब एवं चाली चलन व्यवहार कथबार्ता विवाद्य हम। अदथा खर्च बद खर्च परिवार खर्च भार वृद्धि पाइब एवं खर्च भार अतिश हो ऋणाग्रस्त हे। अदथा खर्च वृथा भ्रमण लगी एवं मन अस्थिर विषादग्रस्त चापग्रस्त रहिब। उचित कर्म विच्युत हो अनुचित कर्म आग्रह रखिए एवं बिना कारण बहुत व्यस्त रहिबे। वाणिज्य व्यवसाय और परिवहन आय ठार व्यय अधिक हे। कर्म विफलता और समस्त कर्म अदथा विलंब देखा। जो मानकर पूर्वभाद्र मीन से सतर्कता अवलंबन करेंगे। शुभ रंग हलदिया, संख्या 7, आराधना माँ मातंगी। ये आज 12टी राशि व्यक्ति मानकर आज राशिफल। समस्त राशि व्यक्ति माने दिनटी शुभ होगापाई उक्त मंत्रटी ऋष्यादि कर पाठ करते। ऋष्यादि है अत्यश्री मंगल महामंत्र विरूपाक्ष ऋषि अनुष्ठ छंद अद्य दिवस दिवसाधिपति मंगल देवता स्मृत मंगल देवता मंत्र 178 संख्यक मंत्र जपे विनियोग ऋष्यादि की थरे करेंगे एवं मंत्रटी है हूं श्री मंगलाय नमः। ए मंत्र को सकाल 108 एवं संध्या 108 पाठ करूँ। जेहेतु आज मंगलवार
ମଙ୍ଗଳ ମନ୍ତ୍ରଟି ଯଦି ଆପଣ ପାଠ କରନ୍ତି ନିଶ୍ଚିତ ଭାବରେ ଦିନଟି ଆପଣଙ୍କର ମଙ୍ଗଳମୟ ଏବଂ ଶୁଭମୟ ହେବ। କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା। ଆମର ଏ ଚ୍ୟାନେଲରେ ଆମେ ବାର୍ଷିକ ରାଶିଫଳ, ଦୈନିକ ରାଶିଫଳ, ଦିନଟି ଶୁଭ ହେବା ପାଇଁ କେଉଁ ମନ୍ତ୍ରଟି ପଢ଼ିଲେ ଆପଣଙ୍କର ଦିନଟି ଶୁଭ ହେବ, ଏହାକୁ ଆମେ ଏଥିରେ ପ୍ରକାଶ କରୁଛୁ ବା ଆପଣମାନଙ୍କୁ ଆଗରେ ରଖୁଛୁ। ଆପଣ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ, ଆମକୁ ଉତ୍ସାହିତ କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବହୁମାତ୍ରାରେ ସେୟାର କରନ୍ତୁ ଏବଂ ଆପଣଙ୍କର ସୁଚିନ୍ତିତ ମତାମତ ଦିଅନ୍ତୁ। ଆଜି ତ ସମୟ ସରିଯାଇଛି, ଆସନ୍ତାକାଲି ଦେଖା ହେବ ଠିକ୍ ଏହି ସମୟରେ। ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।